ଜାନୁଆରୀ 10 ଏବଂ 11 ପାଣିପାଗ ପୂର୍ବାନୁମାନ ଓଡ଼ିଶା ପରିପ୍ରେକ୍ଷୀରେ। ହଁ ଆଜ୍ଞା, ମୁଁ ହେଉଛି କେକେ ସାମନ୍ତରାୟ। ଆପଣ ଦେଖୁଛନ୍ତି ୱେଦର କେକେ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଯଦି କହିବା ତାହେଲେ 10-11 କଥା ରାଜ୍ୟରେ ଯଦି କହିବା ତାହେଲେ ଶୀତ କମ୍ ଦେଖିବାକୁ ମିଳିପାରେ। ଅର୍ଥାତ୍ ପଛପଟେ ଦେଖିପାରୁଥିବେ ଆକାଶରେ ଧୀରେ ଧୀରେ ବାଦଲ ଘୋଟିବାକୁ ଲାଗିଲାଣି। ଅବପାତ ପ୍ରଭାବ ରହିଛି ଦକ୍ଷିଣ ଭାରତରେ, ତା'ର ପରୋକ୍ଷରେ ଯଦି କହିବା ପ୍ରଭାବ ପଡ଼ୁଛି ଓଡ଼ିଶା ଉପରେ। ଅର୍ଥାତ୍ ବାଦଲ ଖଣ୍ଡ ଯଦି ଆସିବ କାକର ପଡ଼ିବା କମ୍ ଦେଖିବାକୁ ମିଳିବ ଏବଂ ଶୀତ ଟିକେ କମ୍ ରହିବ। ଅର୍ଥାତ୍ ତାପମାତ୍ରା ଟିକେ ବଢ଼ିବ 1-2 ଡିଗ୍ରୀ, କିନ୍ତୁ ଉତ୍ତର ଭାରତରୁ ଥଣ୍ଡା ବାୟୁ ଦ୍ରୁତ ଗତିରେ ଓଡ଼ିଶା ମଧ୍ୟ ପ୍ରବେଶ କରୁଛି। ପ୍ରତି ଘଣ୍ଟା ଯଦି କହିବା 13 କିଲୋମିଟରରୁ 25 କିଲୋମିଟର ପ୍ରତି ଘଣ୍ଟାରେ ଆଜି ଅଧିକ ମାତ୍ରାରେ ପ୍ରବେଶ କରୁଥିବାରୁ ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ଯଦି କହିବା ତାପମାତ୍ରା ଯେଉଁଭଳି ଭାବେ ଦେଖିବାକୁ ମିଳୁଥିଲା ତାହା ଆଜି 9 ତାରିଖ ଅପଡ଼େଟ୍ ଦେଉଛି। 9 ତାରିଖ ରାତି 10 ତାରିଖ ସକାଳ ବେଳକୁ ତାହା ରେକର୍ଡ଼ ଭାଙ୍ଗିବ। ତ ଏଇଭଳି ସ୍ଥିତି ରହିବ ଏବଂ 10-11 ତାପମାତ୍ରା ଯଦି କହିବା ବଢ଼ିକି ରହିବ। ବାଦଲ ଖଣ୍ଡ ପ୍ରବେଶ କରିଛି ଓଡ଼ିଶାରେ ଏବଂ ତାର ପ୍ରଭାବରେ ଶୀତ କମ୍ ଦେଖିବାକୁ ମିଳିପାରେ। ତ ଏଇଭଳି ସ୍ଥିତି ରହିବ। ଯଦି ବି କିଛି ପରିବର୍ତ୍ତନ ଆସିବ ନିଶ୍ଚିତ ଭାବରେ ତାପରେ ଅପଡ଼େଟ୍ ଦେବି। ଦେଖୁଥିବା ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତି, ଲାଇକ୍ ସେୟାର କରିବେ। ରହିଲି, ନମସ୍କାର।